ମୁଁ ଲୋକଙ୍କ ଠାରୁ ବହୁତ ଶୁଣିଲି ଯେ ତା ପାଖରେ ଏତିକି ଟଙ୍କାର ଗାଡି ଅଛି, ତା ପାଖରେ ଏତିକି ଟଙ୍କାର ଜମି ଅଛି, ସେ ଏତିକି ଜିନିଷ ଖାଇବାରେ ଉଡେଇ ଦିଏ, ଏତିକି ପଇସା ଆଜି ଏଇଠି ଉଡେଇ ଦେଲା। ମୁଁ କହିବା କଥା ଯେ ଆପଣ ଯେତେ ଯାହା ଉଡାନ୍ତୁ, ଯେତେ ଭୋଜି ଦିଅନ୍ତୁ, ଯେତେ ଆପଣ ହୋଟେଲରେ ଯାଇକି ଖାଆନ୍ତୁ, ଆପଣ ଜନ୍ମ ହେଇଥିଲା ବେଳେ ଆପଣଙ୍କ ଘର ଲୋକ ଯୋଉ ମିଠା ବାଣ୍ଟି ଥିଲେ, ଆଉ ଆପଣଙ୍କ ଚାଲିଯିବା ପରେ ଆପଣଙ୍କ 10 ଦିନ ଯୋଉ ପୁରୀ ଆଉ କ୍ଷୀରି ତିଆରି ହେଇ ବଣ୍ଟା ଯିବ, ସେ ଦିଟା ଯାକ ଆପଣ ଖାଇପାରିବେନି। ସେଇଟା ଦୁନିଆରେ ରାଜା ହଉ କି ଭିକାରୀ, ସେଇଟା କେହି ବି ଖାଇନାହାନ୍ତି, କି ଆପଣ ମାନେ ବି ଖାଇପାରିବେନି। ତ ଲାଭ କଣ ସେ ଗର୍ବର? 4 ଦିନର ଜୀବନ, ରକ୍ତ ମାଂସ ହାଡ ନେଇକି ଆମ ଶରୀର ମାଟିରୁ ହିଁ ଆରମ୍ଭ, ମାଟିରେ ହିଁ ମିଳେଇଯିବ, ଜଳି ପୋଡି ପାଉଁଶ ହେଇଯିବ। ତ 4 ଖଣ୍ଡ କାଠରେ ଯଦି ଆମର ସମ୍ପୂର୍ଣ୍ଣ ଶରୀର ଲୀନ ହେଇଯାଉଛି, ତାହେଲେ ଆମ ପାଖରେ କଣ ସେଇ ଧନ ସମ୍ପତ୍ତି ଏଗୁଡାକ ଆମକୁ ଉଚ୍ଚ ଜିନିଷ ଦେଖେଇବ? ଆମେ ସେଇ ବିଷୟରେ ଜାଣିପାରିବା? ନା, ମୁଁ ଭାବେ ଯଦି ମୁଁ ମୋ ଜୀବନ ଯାକରେ ଯଦି 4ଟା ଲୋକ ମୋର ନିଜସ୍ୱ ବଳରେ, ନିଜ ଭଲ ପାଇବାରେ ମୁଁ ଯଦି 4ଟା ଲୋକଙ୍କୁ ଭଲ ପାଇଲି, 4ଟା ଲୋକଙ୍କୁ ମୋର ବିଶ୍ଵସ୍ତ କରିକି ରଖିପାରିଲି, ମୁଁ ତାଙ୍କର ବିଶ୍ଵସ୍ତ ହେଇପାରିଲି, ତାହେଲେ ଆପଣ ଜାଣିବେ ସେଇଟା ହିଁ ମୋର ପ୍ରାୟୋରିଟି, ସେଇଟା ହିଁ ମୋର ଧନ ସମ୍ପତ୍ତି, ତାକୁ ହିଁ ମୁଁ ନେଇକି ଯିବି। କାରଣ ଆପଣ ଯଦି କାଲି ସକାଳେ ଆପଣଙ୍କର କିଛି ହେଇଯାଉଛି, ଆପଣ ଏ ଦୁନିଆ ଛାଡିକି ଯାଉଛନ୍ତି ନା, ସେଇ 4ଟା ଲୋକ ହିଁ ଆପଣଙ୍କୁ ଝୁରି ହେବେ। କେହି ଆପଣଙ୍କର ଗାଡି କଣ ଗାଡି ଚାବି ଥିବ, ଆପଣଙ୍କ ଗାଡି ଥିବ, ଆପଣଙ୍କର ଖାଇବା ପିଇବା ଆପଣଙ୍କ ଘରେ ସବୁବେଳେ ତିଆରି ହବ, ଆପଣ ନଥିବେ। ତେବେ ସେଇ ଜିନିଷ ଯେତେବେଳେ କିଛି ଗୋଟେ ଜିନିଷକୁ ନେଇକି ଲୋକ ବସ୍ତୁବାଦୀ ହେଇଯାଆନ୍ତି, ସେଇ ଜିନିଷ ଜାଣିବା ଦରକାର ଯେ ପ୍ରକୃତରେ ସମ୍ପତ୍ତି ମାନେ କଣ। କାରଣ ନିଜେ ସେଥିରୁ କାଣିଚାଏ ବି ଆମେ ନେଇକି ଯାଇପାରିବାନି।